ଭଲ ଲୋକମାନଙ୍କୁ କାହିଁକି ଅଧିକ ଦୁଃଖ ଭୋଗିବାକୁ ପଡ଼ିଥାଏ? ଆପଣମାନେ ଶୁଣିଥିବେ ଯେ ଭଲ ଲୋକମାନେ କାହିଁକି ସବୁବେଳେ କଷ୍ଟ ଦୁଃଖ ପାଆନ୍ତି। ଏ ନେଇ ଥରେ ସ୍ୱାମୀ ବିବେକାନନ୍ଦ ଗୁରୁ ରାମକୃଷ୍ଣ ପରମହଂସକୁ ପଚାରିଥିଲେ। ଉତ୍ତରରେ ରାମକୃଷ୍ଣ କହିଥିଲେ, ଭଗବାନ ଭଲ ଲୋକମାନଙ୍କୁ କେବେ ବି କଷ୍ଟ ଦିଅନ୍ତି ନାହିଁ, କେବଳ ଖରାପ ସମୟର ପରୀକ୍ଷା ଦେଇଥାନ୍ତି, ଯେଉଁଥିପାଇଁ କି ଭବିଷ୍ୟତରେ ତାଙ୍କ ଜୀବନ ଭଲ ରହିବ। ଯେପରିକି ହୀରାକୁ ଅଧିକ ରଗଡ଼ିଲେ ଚମକିଥାଏ, ସୁନାକୁ ନିଆଁରେ ପକାଇଲେ ବିଶୁଦ୍ଧରେ ପରିଣତ ହୋଇଥାଏ, ଠିକ୍ ସେହିପରି କିନ୍ତୁ ଭଲ ଲୋକମାନଙ୍କ ଉପରେ ଭଗବାନ ସବୁବେଳେ କୃପା ଦୃଷ୍ଟି ରଖିଥାନ୍ତି ଏବଂ ତାଙ୍କ ପରୀକ୍ଷା ନେଇଥାନ୍ତି। ତେଣୁ ଦୁଃଖରେ କେବେ ବି ଭାଙ୍ଗି ନ ପଡ଼ି ଦୁଃଖର ସାମ୍ନା କରିବା ଉଚିତ। କାହିଁକି ନା ଦୁଃଖ ଆସିଛି ମାନେ ଏହା ନିଶ୍ଚୟ ଚାଲିଯିବ।